ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, କ'ଣ ଆପଣମାନେ ଜାଣିଛନ୍ତି ଯେ ଜୀବନରେ ସଫଳ ହେବା ପାଇଁ ସବୁଠାରୁ ବଡ଼ ଶକ୍ତି କ'ଣ ଅଟେ? ଆପଣଙ୍କ ମନରେ ବେଳେବେଳେ ଏହି ପ୍ରଶ୍ନଟି ନିଶ୍ଚିତ ଭାବରେ ଉଙ୍କି ମାରୁଥିବ। ତ ଏହାର ଉତ୍ତର ହେଉଛି ନିଜ ମନର ଶକ୍ତି। ଯଦି ଆପଣଙ୍କର ମନ ଶକ୍ତିଶାଳୀ ହୁଏ, ତେବେ ଜୀବନର କୌଣସି ସମସ୍ୟା ମଧ୍ୟ ଆପଣଙ୍କୁ ହରାଇ ପାରିବ ନାହିଁ। କିନ୍ତୁ ଆଜିର ସମୟରେ ବହୁତ ଲୋକ ଛୋଟ ଛୋଟ ସମସ୍ୟାରେ ମଧ୍ୟ ଭାଙ୍ଗି ପଡ଼ନ୍ତି। କେହି କିଛି କହିଦେଲେ ମଧ୍ୟ ମନ ଆପେ ଆପେ ଖରାପ ହୋଇଯାଏ। କେବେ କେବେ ଲୋକମାନେ ନିଜକୁ ଦୁର୍ବଳ ଭାବି ଜୀବନରେ ହାର ମାନିଯାଆନ୍ତି। କିନ୍ତୁ ବନ୍ଧୁମାନେ, ଯଦି ଆପଣ ମନକୁ ଶକ୍ତିଶାଳୀ କରିବାର ଏହି 6ଟି ନିୟମ ଜାଣିନେବେ, ତେବେ ଆପଣ ଜୀବନରେ କେବେ ବି ଦୁର୍ବଳ ହେବେ ନାହିଁ। ଆଜିର ଏହି ଭିଡ଼ିଓରେ ମୁଁ ଆପଣଙ୍କୁ ସେହି 6ଟି ଶକ୍ତିଶାଳୀ ନିୟମ ବିଷୟରେ କହିବି, ଯାହାକୁ ଅନୁସରଣ କଲା ମାତ୍ରେ ଆପଣଙ୍କର ମନ ଲୁହା ପରି ଶକ୍ତିଶାଳୀ ହୋଇଯିବ। ସେଥିପାଇଁ ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଆଉ ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲେ ଗୋଟିଏ ଲାଇକ୍ ଏବଂ କମେଣ୍ଟ ମଧ୍ୟ କରନ୍ତୁ। ତେବେ ସାଙ୍ଗମାନେ, ଚାଲନ୍ତୁ ଆଉ ଡେରି ନ କରି ସେହି 6ଟି ଶକ୍ତିଶାଳୀ ନିୟମ ବିଷୟରେ ଆଜି ଆମେ ଜାଣିନେବା। ନିୟମ ନମ୍ବର 1, ଅନ୍ୟମାନଙ୍କର କଥାକୁ ଆପଣମାନେ ଅଧିକରୁ ଅଧିକ ଗୁରୁତ୍ୱ କେବେ ମଧ୍ୟ ଦିଅନ୍ତୁ ନାହିଁ। ବନ୍ଧୁମାନେ, ଅଧିକାଂଶ ଲୋକ ମନରୁ ଦୁର୍ବଳ ହୋଇଥାନ୍ତି, କାରଣ ସେମାନେ ଅନ୍ୟମାନଙ୍କର କଥାକୁ ଅଧିକ ମନରେ ହିଁ ରଖନ୍ତି, ଯାହାଫଳରେ ସେହି କଥାକୁ ନେଇ ସେମାନେ ତାଙ୍କର ଜୀବନରେ ଅଧିକ ପଶ୍ଚାତାପ ମଧ୍ୟ କରିବାକୁ ଲାଗନ୍ତି। କେହି କିଛି ଖରାପ କହିଦେଲେ ସେହି କଥାକୁ ନେଇ ସାରା ଦିନ ଚିନ୍ତା ମଧ୍ୟ କରନ୍ତି। କିନ୍ତୁ ସତ୍ୟ କଥା ହେଲା, ଏହି ଦୁନିଆରେ ଲୋକମାନେ ଆପଣଙ୍କୁ ଭଲ କହିବେ ମଧ୍ୟ ଆଉ ଖରାପ ମଧ୍ୟ କହିବେ। ଯଦି ଆପଣ ସବୁ କଥାକୁ ମନରେ ନେବେ, ତେବେ ଆପଣଙ୍କର ମନ ସଦାସର୍ବଦା ଦୁଃଖୀ ହୋଇ ରହିବ। ତେଣୁକରି କାହା କଥାକୁ ନିଜ ମାଇଣ୍ଡରେ କେବେ ହେଲେ ବି ନିଅନ୍ତୁ ନାହିଁ। ଶକ୍ତିଶାଳୀ ଲୋକମାନେ କେବେ ବି ଅନ୍ୟମାନଙ୍କର କଥାରେ ନିଜକୁ ବଦଳାଇ ଦିଅନ୍ତି ନାହିଁ। ସେମାନେ ନିଜ ପଥରେ ଆଗକୁ ବଢ଼ି ଚାଲନ୍ତି। ତ ଏହା ଥିଲା ନିୟମ ନମ୍ବର 1। ତ ସାଙ୍ଗମାନେ, ନିୟମ ନମ୍ବର 2 ହେଉଛି ନିଜ ଉପରେ ବିଶ୍ୱାସ ରଖନ୍ତୁ। ଏହି ଦୁନିଆ ସ୍ୱାର୍ଥପର ଅଟେ। ଯେତେବେଳେ ମନ ଦୁର୍ବଳ ହୁଏ, ସେତେବେଳେ ଲୋକମାନେ ନିଜ ଉପରେ ବିଶ୍ୱାସ ମଧ୍ୟ ହରାଇ ଦେଇଥାନ୍ତି। କିନ୍ତୁ ମନକୁ ଶକ୍ତିଶାଳୀ କରିବାର ସବୁଠାରୁ ବଡ଼ ମନ୍ତ୍ର ହେଉଛି
କେବଳ ନିଜ ଉପରେ ଥିବା ଏକ ଆତ୍ମବିଶ୍ୱାସ। ଯଦି ଆପଣ ନିଜକୁ ନିଜେ କହିବେ, ହଁ ମୁଁ ସେଥିପ୍ରତି ପାରିବି, ମୁଁ ନିଶ୍ଚୟ ସଫଳ ହେବି, ମୁଁ କଦାପି ହାରିବି ନାହିଁ, ତେବେ ଆପଣଙ୍କର ମନ ନିଜକୁ ନିଜେ ଏକ ଶକ୍ତି ଦେବ। କିନ୍ତୁ ଯଦି ଆପଣ ନିଜକୁ ଦୁର୍ବଳ ଭାବିବେ, ତେବେ ଆପଣ କେବେ ମଧ୍ୟ ନିଜର ଜୀବନରେ ସଫଳତା ହାସିଲ କରିପାରିବେ ନାହିଁ। ତେଣୁକରି ନିଜ କର୍ମ ପଥରେ ଆଗେଇ ଯିବାକୁ ହେଲେ ନିଜ ପ୍ରତି ଆତ୍ମବିଶ୍ୱାସ, ଭରସା ଏବଂ ନିଜ ପ୍ରତି ଏକ କନଫିଡେନ୍ସ ରହିବା ଆବଶ୍ୟକ ଅଟେ, ଯାହାଫଳରେ ଏହି ତିନୋଟି ଜିନିଷ ଆପଣଙ୍କୁ ଶକ୍ତିଶାଳୀ କରିବାରେ ସାହାଯ୍ୟ ମଧ୍ୟ କରିବ। ନିୟମ ନମ୍ବର 3, ସବୁବେଳେ ନିଜ ମାଇଣ୍ଡରେ ପଜିଟିଭ୍ ଚିନ୍ତାଧାରା ଭାବନ୍ତୁ। ଆମର ମନ ସେହିପରି ହୁଏ ଯେପରି ଆମେ ନିଜ ମନକୁ ଭାବିବା। ଯଦି ଆପଣ ସବୁବେଳେ ନେଗେଟିଭ୍ ଭାବିବେ ନା, ତେବେ ଆପଣଙ୍କର ମନ ଧୀରେ ଧୀରେ ଦୁର୍ବଳ ଆଡ଼କୁ ଗତି କରିବ। କିନ୍ତୁ ଯଦି ଆପଣ ସବୁ ପରିସ୍ଥିତିରେ ପଜିଟିଭ୍ ଭାବିବେ, ତେବେ ଆପଣଙ୍କର ମନ ଦିନେ ନା ଦିନେ ଶକ୍ତିଶାଳୀ ହୋଇଯିବ। କିନ୍ତୁ ମନେ ରଖନ୍ତୁ, ସମସ୍ୟା ହେଉଛି ଜୀବନର ଗୋଟିଏ ଅଂଶ, କିନ୍ତୁ ସମସ୍ୟାରେ ଭାଙ୍ଗି ପଡ଼ିବା ହେଉଛି ଦୁର୍ବଳତାର ଏକ ପରିଚୟ। ତେଣୁକରି ଆପଣଙ୍କର ଜୀବନରେ ଯେତେ ବି ବଡ଼ ସମସ୍ୟା ଆସୁନା କାହିଁକି, ଆପଣ ସେହି ସମସ୍ୟାକୁ ଦେଖି କଦାପି ଡରିବେ ନାହିଁ। ସେହି ସମସ୍ୟାକୁ କେମିତି ସମାଧାନ କରିପାରିବେ, ସେଥିପ୍ରତି ଧ୍ୟାନ ଦେଲେ ଆପଣ ନିଶ୍ଚିତ ଭାବରେ ବଡ଼ ବଡ଼ ସମସ୍ୟାର ମଧ୍ୟ ସମାଧାନ କରିପାରିବେ ଏବଂ ବହୁତ ଆଗକୁ ମଧ୍ୟ ଯାଇପାରିବେ। ନିୟମ ନମ୍ବର 4, ନିଜ ଭୁଲରୁ କିଛି କିଛି କଥା ଶିଖନ୍ତୁ। ଜୀବନରେ ସମସ୍ତଙ୍କର ଭୁଲ ହୁଏ, କିନ୍ତୁ ଦୁର୍ବଳ ଲୋକମାନେ ଭୁଲ ହେଲେ ଭାଙ୍ଗି ପଡ଼ନ୍ତି। ଶକ୍ତିଶାଳୀ ଲୋକମାନେ କ'ଣ କରନ୍ତି? ସେମାନେ ସେହି ଭୁଲରୁ କିଛି କିଛି ଶିଖିବାକୁ ଚେଷ୍ଟା କରନ୍ତି ଏବଂ ପୁଣି ଥରେ ଆଗକୁ ମଧ୍ୟ ବଢ଼ନ୍ତି। ସେଥିପାଇଁ ବନ୍ଧୁମାନେ, ଜୀବନରେ ଯଦି ଥରେ ଭୁଲ ହୋଇଯାଏ, ତେବେ ଜମାରୁ ମଧ୍ୟ ଭୟ କରିବେ ନାହିଁ, ବରଂ ସେହି ଭୁଲକୁ ନିଜର ଏକ ନୂତନ ଶିକ୍ଷା ଭାବେ ନେଇ ନିଜର ଜୀବନକୁ ଅଗ୍ରସର କରନ୍ତୁ ଏବଂ ନିଜର ଜୀବନକୁ ଏହି ସମାଜ ଆଗରେ ଏମିତି ଗଢ଼ି ତୋଳନ୍ତୁ ଯେ ଲୋକମାନେ ଦେଖିଲେ କହିବେ ଯେ ଏହି ଲୋକଟି କେମିତି ଥିଲା, ହୁଏତ କେମିତି ହୋଇଗଲା। ତେଣୁକରି ସମାଜରେ ନିଜର ନାମ କମାଇବାକୁ ହେଲେ ନିଜର କନଫିଡେନ୍ସ ପ୍ରତି ଗୋଟିଏ ହାର୍ଡ଼ୱାର୍କ ରହିବା ନିହାତି ଜରୁରୀ ଅଟେ। ନିୟମ ନମ୍ବର 5, ନିଜ ସମୟକୁ ଠିକ୍ ଭାବେ ବ୍ୟବହାର କରିବା ଶିଖନ୍ତୁ।
ମନକୁ ଶକ୍ତିଶାଳୀ କରିବା ପାଇଁ ସମୟର ଠିକ୍ ବ୍ୟବହାର ବହୁତ ଜରୁରୀ ହୋଇଥାଏ। ଯେଉଁମାନେ ସମୟକୁ ବର୍ବାଦ କରନ୍ତି ସେମାନଙ୍କର ମନ ସବୁବେଳେ ଅସ୍ଥିର ହିଁ ରହେ। କିନ୍ତୁ ଯେଉଁମାନେ ନିଜ ସମୟକୁ ଠିକ୍ କାମରେ ଲଗାଇଥାନ୍ତି ସେମାନଙ୍କର ମନ ଶାନ୍ତ ଓ ଧୀରେ ଧୀରେ ଶକ୍ତିଶାଳୀ ହୁଏ। ସେଥିପାଇଁ ବନ୍ଧୁମାନେ ଖାଲି ସମୟରେ ଅନାବଶ୍ୟକ କଥା ଭାବିବା ଛାଡ଼ନ୍ତୁ ଏବଂ କିଛି କିଛି ନୂତନ କଥା ଶିଖନ୍ତୁ। କିନ୍ତୁ ଏଥିପ୍ରତି ଧ୍ୟାନ ଦେବା ଅପେକ୍ଷା ନିଜର ଗୋଟିଏ ଚିନ୍ତାଧାରା ରଖନ୍ତୁ ଯେ ଯେଉଁପରି ଭାବରେ ଏହି ସମୟ କାହାର କଥା ନ ଶୁଣି ସେ ଆମକୁ ଦିନ ରାତି ସମୟ ବତାଇଥାଏ ବା ମୂଲ୍ୟ ସୂଚାଇଥାଏ, ଠିକ୍ ସେହିପରି ଗୋଟିଏ ମନୁଷ୍ୟ ଜୀବନରେ ବଞ୍ଚିବାକୁ ହେଲେ ନିଜ ପ୍ରତି ଗୋଟିଏ ସେଲ୍ଫ କନଫିଡେନ୍ସ ସହିତ ଏକ ପଜିଟିଭ ଚିନ୍ତାଧାରା ଏବଂ ସମୟ ପରି ହେବା ଦରକାର। ଗୋଟିଏ ମନୁଷ୍ୟ ଯଦି କାହାରି କଥା ନ ଶୁଣି ସେ ନିଜ ଲକ୍ଷ୍ୟ ପଥରେ ଆଗେଇ ଯାଏ ତେବେ ତାକୁ ହରାଇବାର ଭୟ କାହା ପାଖରେ ହିଁ ନଥାଏ। ନିୟମ ନମ୍ବର 6, ନିଜ ଭଲ ପାଇବାକୁ ଶିଖନ୍ତୁ। ସବୁଠାରୁ ଶେଷ ଏବଂ ସବୁଠାରୁ ଦରକାରୀ ନିୟମ ଅଟେ। ତ ସବୁଠାରୁ ନିଜକୁ ଭଲ ପାଇବା ହେଉଛି ଏକ ଗୁରୁତ୍ୱ ଦେବା ଜିନିଷ। କାହିଁକି ନା ଆପଣ ଯେତିକି ଭାବରେ ନିଜକୁ ଭରସା, ବିଶ୍ୱାସ ଏବଂ ଭଲ ପାଇବା ଦେବେ ଆପଣଙ୍କର ମନ ସେତେ ସୁଦୃଢ଼ ହେବ ଏବଂ ନେଗେଟିଭ ଚିନ୍ତାଧାରାରୁ ମଧ୍ୟ ଦୂରେଇ ରହିବ। ଅଧିକାଂଶ ଲୋକ ଅନ୍ୟମାନଙ୍କୁ ଖୁସି କରିବାରେ ନିଜକୁ ହିଁ ଭୁଲି ଯାଆନ୍ତି। କିନ୍ତୁ ଯେତେବେଳେ ଆପଣ ନିଜକୁ ନିଜେ ସମ୍ମାନ କରିବେ ଆଉ ନିଜକୁ ଭଲ ପାଇବେ ସେତେବେଳେ ଆପଣଙ୍କର ମନ ସବୁଠାରୁ ଶକ୍ତିଶାଳୀ ହୋଇଯିବ। ତେଣୁକରି ଆପଣଙ୍କୁ ନିଜର ମନକୁ ଶକ୍ତିଶାଳୀ କରିବାକୁ ହେଲେ ଏହି 6ଟି ଜିନିଷ ଯାହାକି ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣଙ୍କୁ ଜଣାଇଦେଲି, ଏହି ଶକ୍ତିଶାଳୀ 6ଟି ଜିନିଷ ଆପଣଙ୍କର ଲାଇଫକୁ ପୁରାପୁରି ବଦଳାଇ ଦେବ। ତ ଆଶା କରୁଛି ଆପଣଙ୍କୁ ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ। ଆଉ ଯଦି ମୋର ଏହି ଚ୍ୟାନେଲରେ ଏହିପରି କିଛି APJ ଅବଦୁଲ କଲାମ କିମ୍ବା ଲଭ୍ ସାୟରୀ ଭିଡ଼ିଓ କିମ୍ବା ଲକ୍ଷ୍ମୀଙ୍କର ହେଉ କିମ୍ବା ଚାଣକ୍ୟଙ୍କର ହେଉ ଏହିପରି କିଛି ଭିଡ଼ିଓ ଦେଖିବାକୁ ଚାହୁଁଥିଲେ ଏବେ ହିଁ ମୋର ଏହି ଚ୍ୟାନେଲ ସମ୍ବିତ ମୋଟିଭେସନାଲ ଲାଇଫକୁ ଗୋଟିଏ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଉପରେ ପ୍ରେସ୍ କରି ରଖିଥାନ୍ତୁ, ଯାହାଫଳରେ ମୁଁ ଭିଡ଼ିଓ ଛାଡ଼ିବା ମାତ୍ରେ ଆପଣଙ୍କର ପାଖକୁ ନୋଟିଫିକେସନ୍ ଜରିଆରେ ସର୍ବପ୍ରଥମେ ପହଞ୍ଚି ପାରିବ। ମନେ ରଖନ୍ତୁ, ଦୁନିଆରେ ସବୁଠାରୁ ବଡ଼ ଶକ୍ତି ଟଙ୍କା ନାହିଁ କି ପଦବୀ ନାହିଁ, ସବୁଠାରୁ ବଡ଼ ଶକ୍ତି ହେଉଛି ମନର ଶକ୍ତି। ଯେତେବେଳେ ଆପଣଙ୍କର ମନ ଶକ୍ତିଶାଳୀ ହୋଇଯିବ ସେତେବେଳେ ଆପଣଙ୍କର ଜୀବନରେ କୌଣସି ସମସ୍ୟାକୁ ମଧ୍ୟ
ଭୟ କରିବେ ନାହିଁ। ତେବେ ସାଙ୍ଗମାନେ ରହିଲି। ଜୟ ଶ୍ରୀରାମ।